नमस्कार दर्शक बंधु आज हेउची जून मास 25 तारिख मंगलवार। आज सकाळर टॉप 20 गुरुत्वपूर्ण खबर उपरे आसंतु नजर पकाइबा। तेणुकरी आपण माने भिडियोटी को गोटे लाइक करंतु एवं मो चैनल को प्रथमे आसीथिले गोटे सब्सक्राइब करी ऑल नोटिफिकेशन को ऑन करंतु फलरे एहीपरि नुआ नुआ खबर मो चैनल साहाय्य रे आपण माने प्रथमे पाई परिबे। तेणु आसंतु आजिर खबर उपरे नजर पकाइबा। प्रथम खबर हैला राज्यर विभिन्न स्थान रे वर्षा आरंभ होईछि। जारी रहिथिबा गुळुगुली स्थिति जोगु बिजुली घड़घड़ी जनित वर्षा पाई पाग अनुकूल रहुछि। अन्यर अनेक स्थान रे बिजुली घड़घड़ी सहित वर्षा आशंका रहिछि। ଏହା ବ୍ୟତୀତ ଗତକାଲି ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ପରିସ୍ଥିତି ଅନୁକୂଳ ରହିଲେ ପରବର୍ତ୍ତୀ ସମୟରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି। ଏହା ପ୍ରଭାବରେ ଗତ 24 ତାରିଖରୁ ବର୍ଷାର ପ୍ରଭାବ ବଢ଼ିବାର ସମ୍ଭାବନା ରହିଛି। ଏହାପରେ ଅର୍ଥାତ୍ 28 କିମ୍ବା 29 ତାରିଖରେ ମଧ୍ୟ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ଆଶଙ୍କା ରହିଥିବାରୁ ପ୍ରାୟ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ଭଲ ବର୍ଷା ଆକଳନ କରାଯାଇଛି। ବର୍ଷା ସ୍ଥିତିକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଆସନ୍ତା 5 ଦିନ ପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏଥିସହ ଏକ ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ପଶ୍ଚିମ କେନ୍ଦ୍ର ଓ ସଂଲଗ୍ନ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଅବସ୍ଥିତ। ଏହାର ପ୍ରଭାବରେ ରାଜ୍ୟରେ ଭାରୀ ବର୍ଷା ହେବାର ସମ୍ଭାବନା ଘେନାଉଛି। ଆଜି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, କନ୍ଧମାଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାର ଗୋଟିଏରୁ 2ଟି ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପରବର୍ତ୍ତୀ ଖବର ମଧ୍ୟପ୍ରଦେଶର ମହିଳା ଓ ଶିଶୁ ବିକାଶ ବିଭାଗ 2025 ପାଇଁ ଅଙ୍ଗନବାଡ଼ି ସହାୟିକା ଓ କର୍ମୀ ପଦବୀରେ 17,477 ଖାଲି ପଦ ପୂରଣ କରିବା ଲାଗି ବିଜ୍ଞପ୍ତି ଜାରି କରିଛି। ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ମହିଳା ପ୍ରାର୍ଥୀମାନେ ଏହି ସରକାରୀ ନିଯୁକ୍ତିରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅନଲାଇନ୍ ମାଧ୍ୟମରେ ହେବ ଏବଂ ପ୍ରାର୍ଥୀମାନେ ଅଫିସିଆଲ ପୋର୍ଟାଲ chayan.employee.gov.in ମାଧ୍ୟମରେ 20 ଜୁନ୍ 2025 4 ଜୁଲାଇ 2025 ମଧ୍ୟରେ ଆବେଦନ କରିପାରିବେ। ଯୋଗ୍ୟତା ଓ ଚୟନ ପ୍ରକ୍ରିୟା ରହିଛି। ଶିକ୍ଷାଗତ ଯୋଗ୍ୟତା ପ୍ରାର୍ଥୀମାନଙ୍କୁ କୌଣସି ମାନ୍ୟତାପ୍ରାପ୍ତ ବୋର୍ଡରୁ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ତାପରେ ବୟସ ସୀମା ରହିଛି। ପ୍ରାର୍ଥୀଙ୍କ ବୟସ 18ରୁ 35 ବର୍ଷ ମଧ୍ୟରେ ହେବା ଉଚିତ। ସଂରକ୍ଷିତ ବର୍ଗଙ୍କ ପାଇଁ ସରକାରୀ ନିୟମ ଅନୁସାରେ ବୟସ ସୀମାରେ ରିହାତି ମିଳିବ। ଚୟନ ପ୍ରକ୍ରିୟା ଲିଖିତ ବା ସାକ୍ଷାତକାର ନ ଥାଇ ପ୍ରାର୍ଥୀଙ୍କ ଦ୍ୱାଦଶ ଶ୍ରେଣୀର ମାର୍କ ଆଧାରରେ ମେରିଟ୍ ଲିଷ୍ଟ ତାଲିକା ପ୍ରସ୍ତୁତ ହେବ। ମେରିଟ୍ ତାଲିକାରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କୁ ଡକୁମେଣ୍ଟ ଯାଞ୍ଚ ଓ ମେଡିକାଲ ପରୀକ୍ଷା ପରେ ଚୂଡ଼ାନ୍ତ ନିଯୁକ୍ତି ଦିଆଯିବ। ପରବର୍ତ୍ତୀ ଖବର ଆଉ ମାତ୍ର 2 ଦିନ ପରେ ରଥଯାତ୍ରା। ଶ୍ରୀକ୍ଷେତ୍ରର ନିଶା କାରବାରକୁ ନିୟନ୍ତ୍ରଣ କରିବା ଲାଗି ଏବେଠୁ ସତର୍କ ହେଲାଣି ଅବକାରୀ ବିଭାଗ। ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ପୁରୀ ପୌରାଞ୍ଚଳରେ ଥିବା 31ଟି ମଦ ଦୋକାନକୁ ବନ୍ଦ ରଖିବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ଶ୍ରୀକ୍ଷେତ୍ରରେ ଥିବା ସମସ୍ତ ବିଦେଶୀ ଦେଶୀ ମଦ ଦୋକାନ ଓ ବାରକୁ 4 ଦିନ ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲା ଅବକାରୀ ଅଧୀକ୍ଷକ ଜଗଦୀଶ ସାମଲ। ଅବକାରୀ ଅଧୀକ୍ଷକ ଶ୍ରୀ ସାମଲଙ୍କ ସୂଚନା ଅନୁସାରେ ସହର ଓ ସହର ନିକଟବର୍ତ୍ତୀ ଅଞ୍ଚଳରେ 19ଟି ଠିପି ବନ୍ଦ, 12ଟି ଠିପି ଖୋଲା ଓ 6ଟି ଲାଇସେନ୍ସ ପ୍ରାପ୍ତ ଭାଙ୍ଗ ଦୋକାନ ରହିଛି। ରଥଯାତ୍ରା ପୂର୍ବଦିନ ଅର୍ଥାତ୍ ଜୁନ୍ 26 ତାରିଖ ଅପରାହ୍ନ 4ଟାରୁ 27 ତାରିଖ ଓ ଶ୍ରୀ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ 3 ରଥ ପହଞ୍ଚିବା ପର୍ଯ୍ୟନ୍ତ ସମସ୍ତ ଦୋକାନ ବନ୍ଦ ରହିବ। ସେହିଭଳି ବାହୁଡ଼ା ଯାତ୍ରା ପୂର୍ବଦିନ ଜୁଲାଇ 4 ତାରିଖ ଅପରାହ୍ନ 4ଟାରୁ 5 ତାରିଖ ବାହୁଡ଼ା ଯାତ୍ରା ଓ 6 ତାରିଖ ସୁନାବେଶ ଦିନ ଏହି ସମସ୍ତ ଦୋକାନ ଓ ବାର ବନ୍ଦ ରହିବ। ପରବର୍ତ୍ତୀ ଖବର ଇରାନର ପ୍ରତିଶୋଧ ନଇଲା ଆମେରିକା। ଯାହା ଆଶଙ୍କା କରାଉଥିଲା ତାହା ସତ ହୋଇଛି। ଆମେରିକା ଆକ୍ରମଣର ପ୍ରତିଶୋଧ ନେଉଛି ଇରାନ। ଆମେରିକୀୟ ଆକ୍ରମଣ ଜବାବରେ ଇରାନ କତାର ଓ ଇରାକରେ ଥିବା ଆମେରିକୀୟ ସେନାଘାଟି ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। କତରରେ ଥିବା ଆମେରିକା ସୈନ୍ୟ ଠିକଣା ଉପରେ ମିସାଇଲ ଆକ୍ରମଣ କରିଛି ଇରାନ। ଅଲ ଉଦୀଦ ଏୟାରବେସ୍ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି। କତର ରାଜଧାନୀ ଦୋହାରେ
ଜୋରଦାର ବିସ୍ଫୋରଣ ଶୁଣିବାକୁ ମିଳିଛି। ଇରାନ ମିସାଇଲକୁ ନଷ୍ଟ କରିବାକୁ ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ କରାଯାଇଛି। ତେବେ ଇରାନର ପ୍ରତିଶୋଧ ନିଆଁରେ ନରମିଛି ଆମେରିକା। ଇରାନ ଇସ୍ରାଏଲ ମଧ୍ୟରେ ସିଜ୍ ଫାୟାର ଘୋଷଣା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପରବର୍ତ୍ତୀ ଖବର ରହିଛି ପୂର୍ବତନ ଭାରତୀୟ କ୍ରିକେଟର ଦିଲ୍ଲୀପ ଦୋଷୀଙ୍କ ଦେହାନ୍ତ ହୋଇଛି। ଦିଲ୍ଲୀପ ଦୋଷୀ 23 ଜୁନ ସୋମବାର ଦିନ ଲଣ୍ଡନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ବହୁତ ଦଶନ୍ଧି ଧରି ଲଣ୍ଡନରେ ରହୁଥିଲେ। ଦିଲ୍ଲୀପ ଦୋଷୀଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ସେ 32 ବର୍ଷ ବୟସରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିଲେ ଏବଂ ମାତ୍ର 4 ବର୍ଷର କ୍ୟାରିୟରରେ ଦିଲ୍ଲୀପ ଦୋଷୀ 100ରୁ ଅଧିକ ୱିକେଟ ନେଇଥିଲେ। ସେ ହଠାତ୍ ଏବଂ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଭାବରେ କ୍ରିକେଟରୁ ଅବସର ନେଇଥିଲେ। ପରବର୍ତ୍ତୀ ଖବର ତୁର୍କୀର ଇସ୍ତାନବୁଲରେ ଅନୁଷ୍ଠିତ ଇସଲାମିକ ସହଯୋଗ ସଂଗଠନର 2 ଦିନିଆ ବୈଠକ ପୁଣି ଥରେ ପାକିସ୍ତାନର ପକ୍ଷପାତୀ କୂଟନୀତି ପାଇଁ ଏକ ମଞ୍ଚ ପାଲଟିଛି। 57ଟି ମୁସଲିମ ଦେଶର ସଂଗଠନ OICର ବୈଦେଶିକ ମନ୍ତ୍ରୀ ପରିଷଦ ଏହାର ମିଳିତ ବିବୃତ୍ତିରେ ଗୋଟିଏ ପଟେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ଜାରି ରଖିବା ବିଷୟ କଥା ହୋଇଛି, ଅନ୍ୟପଟେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ କାଶ୍ମୀର ନୀତି ଉପରେ ଏକ ପାଖିଆ ମନ୍ତବ୍ୟ ମଧ୍ୟ ଦେଇଛି। ପରବର୍ତ୍ତୀ ଖବର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର 4 ଦିନର ଖେଳ ଶେଷ ହୋଇଛି, ଅର୍ଥାତ୍ ଶେଷ ଦିନ ବାକି ଅଛି ଏବଂ ଏହି ଦିନ ବିଜୟ ଓ ପରାଜୟ ନିର୍ଣ୍ଣୟ ହେବ। ଯଦିଓ 4 ଦିନର ଖେଳର କେଉଁ ଦଳ ଶକ୍ତିଶାଳୀ ଏବଂ କେଉଁ ଦଳ ଦୁର୍ବଳ ତାହା କହିବା କଷ୍ଟକର, କିନ୍ତୁ ଟିମ୍ ଇଣ୍ଡିଆ ହଠାତ୍ ଏକ ମ୍ୟାଚରେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛି। ଏହା ଇଂଲଣ୍ଡ ଉପରେ ନିର୍ଭର କରେ ଯେ ସେମାନେ ଶେଷ ଦିନରେ ମ୍ୟାଚ ଜିତିବେ କି ଡ୍ର ପାଇଁ ଖେଳିବେ। ଟିମ୍ ଇଣ୍ଡିଆ ନିଶ୍ଚିତ ଭାବରେ ମ୍ୟାଚରେ ଟିକେ ପଛରେ ଅଛି। ହଠାତ୍ ଧସି ପଡ଼ିଲେ ଭାରତୀୟ ବ୍ୟାଟର। ଇଂଲଣ୍ଡର ବିପକ୍ଷରେ ଲିଡ୍ସରେ ଖେଳାଯାଉଥିବା ମ୍ୟାଚରେ ଭାରତୀୟ ଟିମ୍ ସହିତ ପ୍ରଥମ ଇନିଂସରେ ଯାହା ଘଟିଥିଲା ସେଥିରୁ କେହି ଶିଖିନଥିଲେ ଏବଂ ପୁନର୍ବାର ସମାନ ଭୁଲ ଦୋହରାଇଥିଲେ। ପରବର୍ତ୍ତୀ ଖବର ଭାରତୀୟ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଝଟକା ଆସୁଛି। 1 ଜୁଲାଇ 2025ରୁ ଏସି ଓ ନନ୍-ଏସି ଏକ୍ସପ୍ରେସ୍, ମେଲ୍ ଏବଂ ସେକେଣ୍ଡ କ୍ଲାସ ଟିକେଟର ମୂଲ୍ୟ ବୃଦ୍ଧି କରିବାକୁ ଯୋଜନା କରୁଛି। ଏହି ମୂଲ୍ୟ ବୃଦ୍ଧି 500 କିଲୋମିଟରରୁ ଅଧିକ ଦୂରତାର ଯାତ୍ରା ପାଇଁ ପ୍ରଯୁଜ୍ୟ ହେବ। ନନ୍-ଏସି କୋଚ୍ରେ ପ୍ରତି କିଲୋମିଟର ପିଛା 1 ପଇସା ଏବଂ ଏସି କୋଚ୍ରେ 2 ପଇସା ଅତିରିକ୍ତ ଶୁଳ୍କ ଲାଗୁ ହେବ। କମ୍ ଦୂରତାର ଯାତ୍ରୀମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହି ପ୍ରସ୍ତାବ ବର୍ତ୍ତମାନ ରେଳ ମନ୍ତ୍ରଣାଳୟର ଅନୁମୋଦନ ଅପେକ୍ଷାରେ ରହିଛି। ପରବର୍ତ୍ତୀ ଖବର ଭିଭୋ ଭାରତରେ 10,000 ଟଙ୍କାରୁ କମ୍ ମୂଲ୍ୟରେ ଜବରଦସ୍ତ ଫିଚରର ଏକ 5G ଫୋନ୍ ଲଞ୍ଚ କରିଛି। ଚୀନ କମ୍ପାନୀର ଏହି ଫୋନ୍ 8GB RAM, 6000 mAh ବ୍ୟାଟେରୀ ସମେତ ଅନେକ ଜବରଦସ୍ତ ଫିଚର ସହ ଆସିଛି। ଭିଭୋ ଟି ସିରିଜର ଏହି ଫୋନ୍ ଏହି ବର୍ଷ ଲଞ୍ଚ ହୋଇଥିବା ଭିଭୋ T5Gର ଏକ ଡାଉନଗ୍ରେଡ୍ ମଡେଲ। କମ୍ପାନୀ ଦାବି ଅନୁଯାୟୀ ଏହା ଏହି ସେଗମେଣ୍ଟରେ 6000 mAh ବ୍ୟାଟେରୀ ସହିତ ସବୁଠାରୁ ଶସ୍ତା ଫୋନ୍। ଭିଭୋ ଏହି ଫୋନ୍କୁ 3ଟି ଷ୍ଟୋରେଜ ଭାରିଆଣ୍ଟର ଲଞ୍ଚ କରିଛି। 4GB RAM ପ୍ଲସ୍ 128GB, ତାପରେ 6GB RAM ପ୍ଲସ୍ 128GB RAM ଏବଂ 8GB RAM ପ୍ଲସ୍ 256GB। ଏହି ଫୋନ୍ର ପ୍ରାରମ୍ଭିକ ମୂଲ୍ୟ 9,999 ଟଙ୍କା। ଅନ୍ୟ ଦୁଇଟି ଭାରିଆଣ୍ଟ ଯଥାକ୍ରମେ 10,999 ଟଙ୍କା ଏବଂ 12,999 ଟଙ୍କା। ଏହି ଫୋନ୍ର ପ୍ରଥମ ସେଲ୍ 2 ଜୁଲାଇ ଦିନ ମଧ୍ୟାହ୍ନ 12ଟାରେ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟରେ ଆରମ୍ଭ ହେବ। ପରବର୍ତ୍ତୀ ଖବର ଅଣସର ପରେ ଶ୍ରୀଜୀଉଙ୍କ ପାଇଁ ଉଦ୍ଦିଷ୍ଟ ଦଶମୂଳ ମୋଦକ ଚୋରି ହେବା ଘଟଣାରେ ମୁହଁ ଖୋଲିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ମୋଦକ ଚୋରି ହୋଇନାହିଁ, ମୋଦକ ଗଣା ହୁଏ ନାହିଁ, ବରଂ ଏହି ପ୍ରସଙ୍ଗକୁ ଅଯଥା ଚର୍ଚ୍ଚାକୁ ଅଣାଯାଉଛି। କିଛି ଦଇତା ସେବକ ମୋଦକ ଚୋରି ହେବା କଥା କହି ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବିଭ୍ରାନ୍ତ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତଦନ୍ତ ହେବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ। ସୂଚନା ମୁତାବକ ମହାପ୍ରଭୁଙ୍କ ଅଣସର ପରେ
ତିନି ଠାକୁରଙ୍କ ପାଇଁ ଉଦ୍ଦିଷ୍ଟ 10 ମୂଳ ମୋଦକ ଚୋରି ହୋଇଗଲା ବୋଲି ଅଭିଯୋଗ ଆଣିଛନ୍ତି ଦଇତା ସେବକ। ଫଳରେ ଶ୍ରୀଜୀଉଙ୍କ ଲାଗି ହୋଇଛି ମାରା ମୋଦକ। ପରବର୍ତ୍ତୀ ଖବର ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିକ ମଙ୍ଗଳବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ଆଉ 9ଟି ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ମନ୍ତ୍ରୀ ପ୍ରକାଶ କରିଛନ୍ତି। ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ ପ୍ରତିଷ୍ଠା ହେବ। ଏପରିକି ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର ଏବଂ ବଲାଙ୍ଗୀରରେ 4ଟି ନୋଡାଲ କଲେଜ ହେବା ସହ ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦିକ କଲେଜ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ଖବର ଷ୍ଟାଫ୍ ସିଲେକ୍ସନ କମିଶନ ଦ୍ୱାରା କମ୍ବାଇନ୍ ହାୟର ସେକେଣ୍ଡାରୀ ଲେଭେଲ 2025 ପାଇଁ ନୋଟିଫିକେସନ 23 ଜୁନ 2025ରେ ଜାରି ହୋଇଛି। ଏହି ପରୀକ୍ଷା ମାଧ୍ୟମରେ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ବିଭାଗ ଓ ସଂଗଠନରେ ଲୟର ଡିଭିଜନ କ୍ଲାର୍କ, ଜୁନିୟର ସେକ୍ରେଟାରିଆଟ ଆସିଷ୍ଟାଣ୍ଟ, ତାପରେ ପୋଷ୍ଟାଲ ଆସିଷ୍ଟାଣ୍ଟ, ସର୍ଟି ଆସିଷ୍ଟାଣ୍ଟ ଏବଂ ଡାଟା ଏଣ୍ଟ୍ରି ଅପରେଟର ପଦବୀ ପୂରଣ କରାଯିବ। 2025ରୁ 2026 ଆର୍ଥିକ ବର୍ଷ ପାଇଁ ମୋଟ 3131ଟି ପଦବୀ ଘୋଷଣା କରାଯାଇଛି। ଅନଲାଇନ ଆବେଦନ ପ୍ରକ୍ରିୟା 23 ଜୁନ 2025ରୁ ଆରମ୍ଭ ହୋଇଛି ଏବଂ 18 ଜୁଲାଇ 2025 ପର୍ଯ୍ୟନ୍ତ ଚାଲିବ। ଆବେଦନ SSCର ଅଫିସିଆଲ ୱେବସାଇଟ www.ssc.gov.in ମାଧ୍ୟମରେ କରାଯାଇପାରିବ। ବୟସ ସୀମା ରହିଛି ଆବେଦନକାରୀଙ୍କ ବୟସ 1 ଅଗଷ୍ଟ 2025 ଅନୁଯାୟୀ 18ରୁ 27 ବର୍ଷ ମଧ୍ୟରେ ହେବା ଆବଶ୍ୟକ। ପରବର୍ତ୍ତୀ ଖବର ରହିଛି ଇରାନ ଓ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଲାଗି ରହିଥିବା ବେଳେ ଇସ୍ରାଏଲ ସରକାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଉପସ୍ଥାପିତ ଇରାନ-ଇସ୍ରାଏଲ ଯୁଦ୍ଧବିରତି ପ୍ରସ୍ତାବକୁ ଗ୍ରହଣ କରୁଛୁ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଦ୍ୱାରା ଲାଗି ଏକ ବିବୃତ୍ତିରେ କୁହାଯାଇଛି ଯେ ଯଦି ଇରାନ ଏହି ଯୁଦ୍ଧବିରତି ଉଲ୍ଲଂଘନ କରେ ତେବେ ଇସ୍ରାଏଲ ଏହାର କଡ଼ା ଜବାବ ଦେବ। ପରବର୍ତ୍ତୀ ଖବର ଭାରତୀୟ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ହ୍ରାସ ଘଟିଛି। ରାଜ୍ୟରେ ଆଜି ସୁନା ଦର 24 କ୍ୟାରେଟ 10 ଗ୍ରାମ ପିଛା 99,870 ଟଙ୍କା ରହିଥିବା ବେଳେ 24 କ୍ୟାରେଟ 91,550 ଟଙ୍କା ରହିଛି। ସେହିପରି 18 କ୍ୟାରେଟ 10 ଗ୍ରାମ ସୁନାର ମୂଲ୍ୟ ରହିଛି 74,910 ଟଙ୍କା ରହିଛି। ତେବେ ଆଜି ସୁନା ମୂଲ୍ୟ 24 କ୍ୟାରେଟ 10 ଗ୍ରାମ ମୂଲ୍ୟ 820 ଟଙ୍କା ହ୍ରାସ ହୋଇଥିବା ବେଳେ 22 କ୍ୟାରେଟ 10 ଗ୍ରାମ ପ୍ରତି ମୂଲ୍ୟ 750 ଟଙ୍କା ଓ 18 କ୍ୟାରେଟ ସୁନା 10 ଗ୍ରାମ ପିଛା 610 ଟଙ୍କା କମିଛି। ପରବର୍ତ୍ତୀ ଖବର ରହିଛି ଖୁବ୍ ଶୀଘ୍ର ବାହା ହେବେ ଦୁଇ ସୁପରଷ୍ଟାର, ନିଜେ ଅଭିନେତା ଦେଲେ ସୂଚନା, ଯାହାଙ୍କୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର। ଆମେ କରୁଛୁ ସାଉଥ୍ ଷ୍ଟାର ବିଜୟ ଦେବାକୋଣ୍ଡା ଓ ରଶ୍ମିକା ମାନ୍ଦାନା ଏବେ ଏହି କାରଣରୁ ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ କିଛି ଚାଲିଥିବା ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ବେଶ କିଛି ଦିନ ଧରି ଦକ୍ଷିଣ ଇଣ୍ଡଷ୍ଟ୍ରିରେ ଚର୍ଚ୍ଚା ଲାଗି ରହିଛି ସେ ବିଜୟ ଓ ରଶ୍ମିକା ପରସ୍ପରକୁ ଡେଟ୍ କରୁଛନ୍ତି। ପରବର୍ତ୍ତୀ ଖବର ରହିଛି ପଞ୍ଚାୟତ ବୈଠକ ପୂର୍ବରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ବିଜେଡି କର୍ମୀ ମୁହାଁମୁହିଁ, ଘଟଣାସ୍ଥଳରେ ହାତାହାତି ସ୍ଥିତି। ଉତ୍ତେଜନା ବୃଦ୍ଧି ପାଇବା ପରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ। କଟକ ଆଠଗଡ଼ ବ୍ଲକରେ ଆଜି ପଞ୍ଚାୟତ ବୈଠକରେ ଆଠଗଡ଼ ବିଧାୟକ ଯୋଗ ଦେବାର ଥିଲା। ବିଧାୟକ ଯୋଗ ଦେବା ପୂର୍ବରୁ ଉଭୟ କର୍ମୀ ନାରାବାଜି ଦେଇ ବ୍ଲକ ସମ୍ମୁଖରେ ଦୋହଲ୍ଲା କରୁଛନ୍ତି। ପରବର୍ତ୍ତୀ ଖବର କୁମ୍ଭୀର ସହ ଲଢ଼େଇ, ପ୍ରାୟ 15 ମିନିଟ୍ ଧରି ଲଢ଼େଇ କରି ଜୀବନ ବଞ୍ଚାଇଛନ୍ତି ଜଣେ ବ୍ୟକ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବଉଳକଣି ପଞ୍ଚାୟତର ଅରୁଣନଗର ଗାଁର ପ୍ରଭାତ ମଣ୍ଡଳ ରାମଚଣ୍ଡୀ ନଦୀରେ ଗାଧୋଇବାକୁ ଯିବା ସମୟରେ ପ୍ରାୟ 10 ଫୁଟର ଏକ କୁମ୍ଭୀର ହଠାତ୍ ତାଙ୍କୁ ଆକ୍ରମଣ କରିଥିଲା। କୁମ୍ଭୀର ପ୍ରଭାତଙ୍କ ହାତକୁ ଟାଣି ନେଉଥିଲା ବେଳେ କୁମ୍ଭୀର ସହ ପ୍ରାୟ 15 ମିନିଟ୍ ଲଢ଼େଇ କରି ଶେଷରେ ଜିତି ଯାଇଥିଲେ। ପରବର୍ତ୍ତୀ ଖବର ବଲିଉଡ୍ ଅଭିନେତା ଅଜୟ ଦେବଗନଙ୍କ ଫିଲ୍ମ ସନ୍ ଅଫ୍ ସର୍ଦ୍ଦାର 2 ଆସନ୍ତା ଜୁଲାଇ 25 ତାରିଖରେ ରିଲିଜ୍ ହେବ। ଏହି ଦିନ ଜାହ୍ନବୀ କପୁର ଓ ସିଦ୍ଧାର୍ଥ ମଲ୍ହୋତ୍ରାଙ୍କ ଫିଲ୍ମ ପରମ ସୁନ୍ଦରୀ ମଧ୍ୟ ମୁକ୍ତିଲାଭ କରିବ। ଏହା ମଧ୍ୟରେ ଏହି ଫିଲ୍ମର ନିର୍ମାତା ଅଜୟଙ୍କ ଷ୍ଟାରଡମ୍ ଓ ସନ୍ ଅଫ୍ ସର୍ଦ୍ଦାର ସଫଳତାକୁ ଦେଖି ଏହାର ରିଲିଜ୍ ଡେଟ୍କୁ ଘୁଞ୍ଚାଇ ଦେଇପାରନ୍ତି ବୋଲି ଚର୍ଚ୍ଚା ହୋଇଛି। ପରବର୍ତ୍ତୀ ଖବର ଛତିଶଗଡ଼ ଗରିୟାବନ୍ଧ ଜିଲ୍ଲାରେ
रविवार राशन नेवा पाई हिताधिकारीଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା ହୋଇଥିଲା, ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ଭାଇରାଲ ହେବାରେ ଲାଗିଛି। ସୋମବାର ସ୍ଥାନୀୟ ରାସନ ବିତରଣ କେନ୍ଦ୍ରରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ବିତରଣ କେନ୍ଦ୍ର ଫାଟକ ନିକଟରେ ଯାତ୍ରା ଭଳି ଲୋକ ଗଦା ହୋଇଥିବା ବେଳେ ରାସନ କେନ୍ଦ୍ର ଖୋଲିଥିବା ମାତ୍ରକେ ସେଠାକୁ ଲୋକମାନେ ଦୌଡ଼ିଥିଲେ। ଏଥିରେ ଅନେକ ଲୋକ ଆହତ ହୋଇଥିବା ଖବର ପ୍ରକାଶ ପାଇଛି। ଭିଡ଼ରେ ପୁରୁଷ, ମହିଳା, ବୟସ୍କ ଏବଂ ଛୋଟ ପିଲା ମଧ୍ୟ ଉପସ୍ଥିତ ଥିଲେ। ଦୌଡ଼ା ଧଡ଼ପା ହେବା କାରଣରୁ ଲୋକଙ୍କ ମଧ୍ୟରେ ଦଳା ଚକଟା ପରିସ୍ଥିତି ଉପୁଜିଥିବା ଜଣାପଡ଼ିଛି। ପରବର୍ତ୍ତୀ ଖବର ପ୍ରାୟ 52 ବର୍ଷ ପରେ ଜଣେ 64 ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ବାହାରିଲା 17 ସେମିର ଟୁଥବ୍ରଶ। କଥାଟା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏହା ସତ। ଶ୍ରୀ ୟାଙ୍କ ନାମକ ଜଣେ ବ୍ୟକ୍ତି ପେଟରେ ସାମାନ୍ୟ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲ ଯାଇଥିଲେ। ତାପରେ ଯାହା ହେଲା ତାକୁ ଦେଖି ଡାକ୍ତର ସମେତ ଅନ୍ୟ ସବୁ ଲୋକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ପରବର୍ତ୍ତୀ ଖବର ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ 2025 ପାଇଁ ଆବେଦନ ପ୍ରକ୍ରିୟା ଚାଲୁ ରହିଛି। ଏହି ଭର୍ତ୍ତି ଅଭିଯାନ ମାଧ୍ୟମରେ ଦେଶର ବିଭିନ୍ନ ଶାଖାରେ ଆପ୍ରେଣ୍ଟିସ୍ ପଦବୀ ପୂରଣ କରାଯିବ। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ www.centralbankofindia.co.in ମାଧ୍ୟମରେ ଗତକାଲି 24 ଜୁନ୍ 2025 ଅର୍ଥାତ୍ ଆବେଦନର ଶେଷ ତାରିଖ ପର୍ଯ୍ୟନ୍ତ ଅନଲାଇନରେ ଆବେଦନ କରିପାରିବେ। ଶେଷ ମୁହୂର୍ତ୍ତରେ ସୁଯୋଗ ହାତଛଡ଼ା ନକରି ତୁରନ୍ତ ଆବେଦନ କରନ୍ତୁ। ଗୁରୁତ୍ୱପୂର୍ଣ୍ଣ ବିବରଣୀ ଆବେଦନର ଶେଷ ତାରିଖ 24 ଜୁନ୍ 2025। ପରବର୍ତ୍ତୀ ଖବର ସୋମବାର ଦିନ ସରକାରୀ କର୍ମଚାରୀଙ୍କ ପାଇଁ ୟୁନିଫାଏଡ୍ ପେନସନ ସ୍କିମ୍ ଅଧୀନରେ ବିକଳ୍ପ କରିବା ପାଇଁ ଶେଷ ତାରିଖକୁ ଆଗାମୀ 3 ମାସ ପାଇଁ ବୃଦ୍ଧି କରିଛନ୍ତି। ଏବେ କର୍ମଚାରୀମାନେ ୟୁନିଫାଏଡ୍ ପେନସନ ସ୍କିମ୍ ଅଧୀନରେ ବିକଳ୍ପ ବାଛିପାରିବେ 30 ସେପ୍ଟେମ୍ବର 2025 ପର୍ଯ୍ୟନ୍ତ। ଏହା ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଘୋଷଣା କରାଯାଇଛି। ପିଟିଆଇ ଖବର ଅନୁଯାୟୀ ଏହି ନିଷ୍ପତ୍ତି ସରକାରୀ କର୍ମଚାରୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବ। ସେମାନଙ୍କୁ ପସନ୍ଦ କରିବା ପାଇଁ ଅତିରିକ୍ତ ସମୟ ମିଳିବ। ଏହା ଥିଲା ଆଜିର 20ଟି ଖବର ବିଷୟ। ତ ଆପଣମାନେ ଜାଣିପାରିଲେ। ଆପଣମାନଙ୍କୁ କେମିତି ଲାଗିଲା ନିଶ୍ଚୟ କମେଣ୍ଟ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଭିଡ଼ିଓକୁ ଗୋଟିଏ ଲାଇକ୍ କରିବେ ଏବଂ ମୋ ଚ୍ୟାନେଲକୁ ପ୍ରଥମେ ଆସିଥିଲେ ଗୋଟିଏ ସବସ୍କ୍ରାଇବ୍ କରିବେ। ଫଳରେ ଏହିପରି ନୂଆ ନୂଆ ଖବର ଆପଣମାନେ ମୋ ଚ୍ୟାନେଲ ସାହାଯ୍ୟରେ ପ୍ରଥମେ ପାଇପାରିବେ। ଭିଡ଼ିଓକୁ ଏଇଠି ଏଣ୍ଡ କରୁଛି। ଜୟ ଜଗନ୍ନାଥ।